ସାର୍ ନମସ୍କାର। ସାର୍ ମୁଁ ଉମାମଣି ବେହେରା ଆନନ୍ଦପୁର କେଉଁଝରରୁ ଜଣାଇବାକୁ ଚାହୁଁଛି କି ମୁଁ ପ୍ରଥମେ ମାଧବ ସାର୍ଙ୍କର ଏକ ଭିଡ଼ିଓ ଫେସବୁକ୍ରେ ଦେଖିଥିଲି। ସେହି ଭିଡ଼ିଓ ଦେଖିବା ପରେ ମୋତେ ଲାଗିଲା କି ସାର୍ଙ୍କ ମାଧ୍ୟମରେ ମୁଁ ଭଲ ହୋଇଯାଇପାରିବି। ତେଣୁ ମୁଁ ସେହିଦିନ ହିଁ 5 ଡେ ପ୍ରୋଗ୍ରାମରେ ଜଏନ୍ କରିଯାଇଥିଲି ଏବଂ ସେତେବେଳେ ମୋର FBS 215 220 ଏହିପରି ଭାବରେ ରହୁଥିଲା। PPBS 265 280 290 ଏହିପରି ଭାବରେ ରହୁଥିଲା। ମୋର ଦେହ ବହୁତ ଯନ୍ତ୍ରଣା ହେଉଥିଲା, ମୋତେ କଷ୍ଟ ହେଉଥିଲା, କୌଣସି କାମ କରିବା ପାଇଁ ବି ମୋର ଇଚ୍ଛା ହେଉନଥିଲା, ଏପରିକି ଯିବା ଆସିବା କରିବା ପାଇଁ ଚାଲିବା ପାଇଁ ବି ଇଚ୍ଛା ହେଉନଥିଲା। ତାପରେ ନଭେମ୍ବର 6ରେ ମୁଁ 5 ଡେ ପ୍ରୋଗ୍ରାମରେ ଜଏନ୍ କରିଥିଲି। ଡିସେମ୍ବର 2ରେ ମୁଁ ମେଡ଼ିସିନ୍ ଛାଡ଼ିଦେଲି। ସେତେବେଳେ ମୁଁ ଡାଇନାଗ୍ଲିଫ୍ଟ M40 2ଟା ଲେଖାଏଁ ନେଉଥିଲି। BP ମେଡ଼ିସିନ୍, ଗ୍ୟାସ୍ ମେଡ଼ିସିନ୍ ଏସବୁ ମଧ୍ୟ ନେଉଥିଲି। କିନ୍ତୁ ମେଡ଼ିସିନ୍ ଛାଡ଼ିଦେବା ପରେ ସାର୍ଙ୍କ ପ୍ରୋଟୋକଲ୍ରେ ରହିବା ପରେ ମୋ ଦେହ ବହୁତ ଭଲ ଲାଗିଲା, ମୋତେ ସୁସ୍ଥ ଲାଗିଲା, ପ୍ରତ୍ୟେକ କାମ କରିବା ପାଇଁ ଇଚ୍ଛା ହେଲା, ମୋର କିଛି ମନେ ରହୁନଥିଲା, ମନେ ରହିବା ବି ଆରମ୍ଭ ହେଲା, ମୋତେ ବହୁତ ଭଲ ଲାଗିଲା। ଏବେ ମୋର PPBS 102 115 ଏହିପରି ଭାବରେ ରହୁଛି। FBS 119 124 ଏହିପରି ଭାବରେ ରହୁଛି। ମୋତେ ବହୁତ ଭଲ ଲାଗୁଛି। ତେଣୁ ମୁଁ ସାର୍ଙ୍କୁ ବହୁତ ଧନ୍ୟବାଦ ଜଣାଉଛି। ସାର୍ ଆମ ଜୀବନରେ ଜଣେ ଦେବଦୂତ ପରି ଆସି ଆବିର୍ଭୂତ ହୋଇଛନ୍ତି। ସାର୍ ଏବଂ ତାଙ୍କର ଟିମ୍ ମେମ୍ବର ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି।